ଅନ୍ୟର ଦୋଷ ଧରିବା ଆଗରୁ ନିଜର ଦୋଷକୁ ଦେଖନ୍ତୁ। ମନେ ରଖନ୍ତୁ ବନ୍ଧୁ, ଗୋଟିଏ ଆଙ୍ଗୁଳିରେ ଅନ୍ୟକୁ ଦେଖେଇଲେ ବାକି ଆଙ୍ଗୁଳି ନିଜ ଆଡ଼କୁ ରହେ। ଓಂ ବିଷ୍ଣବେ ନମଃ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ଫେବୃଆରୀ ମାସ 2 ତାରିଖ, ଓଡ଼ିଆ ମାଘ ମାସ 20 ଦିନ, ସୋମବାର, କୃଷ୍ଣ ପକ୍ଷ ପ୍ରତିପଦା ତିଥି, ଯାହା ରାତ୍ରି 2:36 ପର୍ଯ୍ୟନ୍ତ ରହୁଛି। ତାପରେ ଯାହାକି ଦ୍ୱିତୀୟା ତିଥି ଆରମ୍ଭ ହେଉଛି। ଆଜି ଅଶ୍ଳେଷା ନକ୍ଷତ୍ର, ଯାହା ରାତ୍ରି 11:41 ପର୍ଯ୍ୟନ୍ତ ରହୁଛି। ତାପରେ ଯାହାକି ମଘା ନକ୍ଷତ୍ର ଆରମ୍ଭ ହେଉଛି। ଆଜି କର୍କଟ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ରାତ୍ରି 11:41 ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର ସିଂହ ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:23। ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:33। ଆଜି ଯୁଗ୍ନି ରହିଛି ପୂର୍ବ ଦିଗେ, ରାତ୍ରି 2:36 ପରେ ଯୁଗ୍ନି ଉତ୍ତର ଦିଗରେ ରହିବ। ଆଜି ଘାତ ଚନ୍ଦ୍ର, ଯାହାକି ରାତ୍ରି 11:41 ପରେ ଘାତ ଚନ୍ଦ୍ର ରହିବ କର୍କଟ ରାଶି ବ୍ୟକ୍ତି ଏବଂ ମକର ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ରାତ୍ରି 2:36 ପରେ 1 ପାଦ ପୁଷ୍କର ଦୋଷ। ଫଳ ରହୁଛି ପଶୁହାନି। ଆଜି ପ୍ରତିପଦାରେ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ ରହିଛି ପାଣି କଖାରୁ, ଭୋଜନ ନିଷେଧ ରହିଛି। ଆଜି ହେଉଛି ଗୁଣ୍ଡୁଣି ଉତ୍ସବ, ଯାହାକି ଅଗ୍ନି ଉତ୍ସବ। ସ୍ଥାନର ପରିଷ୍କାରଣ କରି ପୂଜା କରାଯାଇଥାଏ। ରାତ୍ରି 11:41 ପରେ କନ୍ୟା ଯଦି ପ୍ରଥମ ରଜବତୀ ହେବ, ତେବେ 5 ମାସ ଗଣ୍ଡ ଦୋଷ ଲାଗିବ। ଆଜିର ଅଶୁଭ ବେଳା, ଯାହା ଦିବା 7:46 ରୁ ଦିବା 9:25 ମଧ୍ୟ ରହିଛି କାଳ ବେଳା। ସେହିଭଳି ଦିବା 3:49 ରୁ ଅପରାହ୍ନ 5:33 ମଧ୍ୟ ରହିଛି ବାର ବେଳା। ସେହିଭଳି ରାତ୍ରି 9:45 ରୁ ରାତ୍ରି 11:19 ମଧ୍ୟ ରହିଛି କାଳରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:45 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 10:03 ରୁ ଦିବା 3:48 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 6:24 ରୁ ରାତ୍ରି 8:46 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 11:20 ରୁ ରାତ୍ରି 1:34 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ଆପଣଙ୍କୁ ବିଶେଷ ଭଲ ଦିନ ହୋଇନପାରେ, ତେଣୁ ପ୍ରତ୍ୟେକ କାର୍ଯ୍ୟ ଧ୍ୟାନ ପୂର୍ବକ କରନ୍ତୁ। ଆଜି ନିଜର କାର୍ଯ୍ୟରେ ଅନେକ ଚାପ ଏବଂ ମାନସିକ ସ୍ତରରେ ଆପଣ ଦୁର୍ବଳ ଅସ୍ଥିରତା ଭୋଗ କରିପାରନ୍ତି। ଏହା ପ୍ରତି ମେଷ ରାଶି ବ୍ୟକ୍ତି ସଚେତନ ରହିବା ସହିତ ଆପଣଙ୍କର ଚାକିରି ସମ୍ବନ୍ଧ କାର୍ଯ୍ୟ ଆପଣଙ୍କୁ ନିଶ୍ଚିତ ଧ୍ୟାନ ପୂର୍ବକ କରନ୍ତୁ, ନହେଲେ ଆପଣଙ୍କର ଦୈନନ୍ଦିନ ଯେଉଁ ଚାକିରି ସମ୍ବନ୍ଧ କାର୍ଯ୍ୟ କିଛି ତ୍ରୁଟି ହୋଇପାରେ, ଯାହା ପାଇଁ ଉପରସ୍ଥ କର୍ମଚାରୀ ଠାରୁ ଆପଣ ଗାଳି ଶୁଣିପାରନ୍ତି। ଆଜି ମେଷ ରାଶି ବ୍ୟକ୍ତି ନିଜର ପରିବାର ବର୍ଗଙ୍କ ସହିତ ବାଦ ବିବାଦ ଦେଖା ଦେଇପାରେ, ତେଣୁ ନିଜ ଭିତରେ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ତତ୍ସହିତ ପ୍ରେମ ସମ୍ବନ୍ଧ ପାଇଁ ଆଜି ଉତ୍ତମ ଦିନ ହୋଇନପାରେ ମେଷ ରାଶି ବ୍ୟକ୍ତିଙ୍କର। ଆଜି ମେଷ ରାଶି ବ୍ୟକ୍ତି ଶତ୍ରୁମାନ ଯୋଉଠି କମ୍ପିଟିସନ କିଛି ଥିବ ନା, ସେଠି ଆପଣ ବିଶେଷ ସଫଳତା ପାଇ ନ ପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମେଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ସଫଳତା ପାଇ ନ ପାରନ୍ତି। ତତ୍ସହିତ ମେଷ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ
ଆପଣଙ୍କର ସ୍ୱାସ୍ଥ୍ୟ କିଛି ମାତ୍ରାରେ ଅସ୍ଥିରତା ରହିପାରେ, ତେଣୁ ଏହା ପ୍ରତି ସାବଧାନ ରହିବା ସହିତ ମେଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଯଦି ଜଡିତ ଅଛନ୍ତି ଟିକେ ଦୂରତା ଅବଲମ୍ବନ କରନ୍ତୁ ଆଜି ପାଇଁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ଆପଣ ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ନିଜର କାର୍ଯ୍ୟ ଦକ୍ଷତା ବଳରେ ଆପଣ କୌଣସି କାର୍ଯ୍ୟ ଅଟକିବ ନାହିଁ, ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦଉଛି। ତତ୍ସହିତ ଆଜି ବୃଷ ରାଶି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆପଣଙ୍କର ଭାଗ୍ୟ ଗ୍ରହ ଶୁଭ ଯୁଗ ସ୍ଥିତିରେ ରହିଛି। ଆଜି ବୃଷ ରାଶି ବ୍ୟକ୍ତି ବିଶେଷ କରି ଚାକିରି ସମ୍ବନ୍ଧ କାର୍ଯ୍ୟରେ ଆପଣଙ୍କର ଭାଗ୍ୟ ସାଥ ଦେଉଛି, ଯାହାକି ଆପଣ କାର୍ଯ୍ୟ କୌଶଳ ନିଶ୍ଚିତ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ ହୋଇପାରେ। ତତ୍ସହିତ ବୃଷ ରାଶି ବ୍ୟକ୍ତିଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ କୃତକାର୍ଯ୍ୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ ଯୁକ୍ତ ରହୁଛି। ତତ୍ସହିତ ବୃଷ ରାଶି ବ୍ୟକ୍ତି ଆଜି ଅର୍ଥଜନିତ ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ତେଣୁ ଅର୍ଥଜନିତ ଯେକୌଣସି ନୂତନ ବିନିଯୋଗ କରିବା ପାଇଁ ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ଶୁଭ ଯୁଗ ପରିସ୍ଥିତି ବନଉଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ବୃଷ ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତତ୍ସହିତ ଆଜି କିଛି ନୂତନ ବନ୍ଧୁଙ୍କ ସହିତ ଆପଣଙ୍କର କିଛି ଯାହାକି ମିଳାମିଶା ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତତ୍ସହିତ ବୃଷ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଉତ୍ତମ ଦିନ ହୋଇପାରେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଭାଗ୍ୟ ଶୁଭ ଯୁଗ ପରିସ୍ଥିତି ରହୁଛି, କିନ୍ତୁ ଟିକେ ମାନସିକ ଚାପ ଆପଣଙ୍କୁ ଅସ୍ଥିରତା ଆଡକୁ ଅଗ୍ରଗତି କରିପାରେ। ତେଣୁ ଧ୍ୟାନ ପୂର୍ବକ କାର୍ଯ୍ୟ କରିଲେ ସମସ୍ତ କାର୍ଯ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ହେବ। ଆଜି ଚାକିରି ସମ୍ବନ୍ଧ କାର୍ଯ୍ୟ ଗୁଡିକ ମିଥୁନ ରାଶି ବ୍ୟକ୍ତିଙ୍କର ନିଶ୍ଚିତ ଆପଣଙ୍କର କାର୍ଯ୍ୟ କୌଶଳ ଦ୍ୱାରା ଉପରସ୍ଥ କର୍ମଚାରୀ ଆପଣଙ୍କ ଉପରେ ନିଶ୍ଚିତ ଯାହାକି ଭଲ ଦୃଷ୍ଟି ରହିବ। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଯୋଉମାନେ କାର୍ଯ୍ୟ କରୁଛନ୍ତି ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ସଫଳତା ପାଇବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ଯାହାକି ମିଥୁନ ରାଶି ବ୍ୟକ୍ତିଙ୍କର ପରିବାର ସମ୍ବନ୍ଧ ଭଲ ରହିବା ସହିତ ଯୋଉମାନେ ପ୍ରେମ କରୁଛନ୍ତି ସେମାନଙ୍କ ପାଇଁ ଆଜି ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ପାଇବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି ଏବଂ ଆପଣଙ୍କର ଆଜି ଏକ ଭିନ୍ନ ଉତ୍ସାହ ଦିନ ଏବଂ ମନରେ ସଦାବେଳେ ଉତ୍ସାହ ଜାଗ୍ରତ ହେବ, କିନ୍ତୁ ଆପଣଙ୍କୁ ସଦାବେଳେ ନକାରାତ୍ମକ ଶକ୍ତି ଅର୍ଥାତ୍ ନକାରାତ୍ମକ ଚିନ୍ତା ଠାରୁ ଦୂରତା ଅବଲମ୍ବନ କରିବାକୁ ପଡିବ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି କେଶୁରିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ମଧ୍ୟମ ଧରଣରେ ରହିଛି। ପ୍ରତ୍ୟେକ କାର୍ଯ୍ୟକୁ ଆପଣଙ୍କୁ ସାବଧାନ ଏବଂ ଧୈର୍ଯ୍ୟ ସହକାରେ କରିଲେ ନିଶ୍ଚିତ ଆପଣଙ୍କର କାର୍ଯ୍ୟ ସଫଳତା ଆଡକୁ ଅଗ୍ରଗତି କରିବ। ଆଜି କର୍କଟ ରାଶି ବ୍ୟକ୍ତି ଯାହାକି ଆଧ୍ୟାତ୍ମିକ କାର୍ଯ୍ୟରେ ଯଦି ନିଜକୁ ନିୟୋଜିତ କରିବେ ତାହା ଆପଣଙ୍କ ପାଇଁ ଭଲ ହେବ, ତେବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରିଲେ କର୍କଟ ରାଶି ବ୍ୟକ୍ତିଙ୍କ ପାଇଁ ଭଲ ହେବ। ଆଜି କର୍କଟ ରାଶି ବ୍ୟକ୍ତି ଯାହାକି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡିକୁ ଆପଣ ଧ୍ୟାନ ପୂର୍ବକ କରନ୍ତୁ, କୌଣସି ବିଚଳିତ ବା ଅସ୍ଥିରତା ହୋଇ କରନ୍ତୁ ନାହିଁ। ଦେଖିବେ ଆପଣଙ୍କର ସମସ୍ତ କାର୍ଯ୍ୟ ଧୀରେ ଧୀରେ ସଫଳତା ଆଡକୁ ଅଗ୍ରଗତି କରିବ। ତତ୍ସହିତ କର୍କଟ ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ ଯୁଗ ରହୁଛି। ତତ୍ସହିତ କର୍କଟ ରାଶି ବ୍ୟକ୍ତିଙ୍କର ଆଜି ପ୍ରେମ ସମ୍ବନ୍ଧରେ ଯାହାକି କିଛି ଆକୃଷ୍ଟ ଅନ୍ୟମାନଙ୍କୁ କରିପାରନ୍ତି। ନିଜର ବ୍ୟବହାର କିନ୍ତୁ ଠିକ ରଖନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ
ଏବଂ ପରିବାର ବର୍ଗଙ୍କ ସହିତ ଭଲ ମଧ୍ୟ ସମ୍ବନ୍ଧ ରଖନ୍ତୁ, ଯାହା ଆପଣଙ୍କ ପାଇଁ ନିଶ୍ଚିତ ଉତ୍ତମ ଦିନ ବନେଇବ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଆଶା ଅନୁଯାୟୀ ଲାଭ ନ କରିପାରନ୍ତି, ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ତତ୍ସହିତ କର୍କଟ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ କିଛି ମାତ୍ରାରେ ସମସ୍ୟା ଉପୁଜିପାରେ, ବିଶେଷ କରି ହଜମ ଜନିତ ସମସ୍ୟା। ଆପଣଙ୍କୁ ଯଦି ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଥିବ, ଏହା ପାଇଁ ନିଶ୍ଚିତ ସଚେତନ ରୁହନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ, ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟକ୍ଷେତ୍ରରେ ଆପଣ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି, କିନ୍ତୁ ଧ୍ୟାନ ପୂର୍ବକ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ, କାରଣ ଆଜି ଟିକେ ମାନସିକ ଅସ୍ଥିରତା ରହିପାରେ, କିନ୍ତୁ ଅସ୍ଥିରତା ସତ୍ତ୍ୱେ ମଧ୍ୟ ସମସ୍ତ କାର୍ଯ୍ୟ ଆପଣ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ରହୁଛି। ଆଜି ଶତ୍ରୁମାନଙ୍କ ଠାରୁ ଆପଣ ବିଜୟ ହେବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଦୈନନ୍ଦିନ କାର୍ଯ୍ୟରେ ଆପଣ ନିଶ୍ଚିତ ଆଗକୁ ବଢିବା ସହିତ ଚାକିରି ସମ୍ବନ୍ଧ କାର୍ଯ୍ୟରେ ଆପଣଙ୍କର ନିଶ୍ଚିତ କାର୍ଯ୍ୟଗୁଡ଼ିକୁ ସହଜ ଏବଂ ସମ୍ପୂର୍ଣ୍ଣ କରିବାର କ୍ଷମତା ରହିଛି। ଆଜି ସିଂହ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପଦମର୍ଯ୍ୟାଦା ବଢିବ। ତତ୍ସହିତ ଆଜି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ କିଛି ଶୁଭ କାର୍ଯ୍ୟ ଯୋଗ ରହୁଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ବ୍ୟବସାୟ କ୍ଷେତ୍ରରେ ଆପଣ ନିଶ୍ଚିତ ଆଗକୁ ବଢିବେ ଏବଂ ଅନେକ ପ୍ରକାର ସଫଳତା ସହିତ ଲାଭ ପ୍ରାପ୍ତ କରିବାର ଉତ୍ତମ ଯୋଗ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଆପଣ ନିଶ୍ଚିତ ଆପଣଙ୍କର ଭାଗ୍ୟ ଶୁଭ ଯୁଗ ପରିସ୍ଥିତି ବନଉଛି। ତତ୍ସହିତ ଭଲ ବୁଝାମଣାର ସହିତ ଯୋଉମାନେ ପ୍ରେମ କରୁଛନ୍ତି, ତତ୍ସହିତ ଆପଣଙ୍କର କିଛି ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ ଏବଂ ପାରିବାରିକ ସମ୍ବନ୍ଧ ଭଲ ରହିବ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ କିଛି ସ୍ୱାସ୍ଥ୍ୟ ସମସ୍ୟା ରହିପାରେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ, ତେବେ ନିଶ୍ଚିତ ଆପଣ ଟିକେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିଲେ ଆପଣଙ୍କ ପାଇଁ ଭଲ ହେବ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧୂସର ରଙ୍ଗ ବ୍ୟବହାର କରିପାରିବେ, ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ଗ୍ରହ ମଧ୍ୟମ ଧରଣର ରହିଛି। ନିଜର ଆତ୍ମବିଶ୍ୱାସ ବଳରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତେବେ ପ୍ରତ୍ୟେକ କାର୍ଯ୍ୟ ଆପଣ ସଚେତନ ସହିତ ନିଜର ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରିଲେ କୌଣସି କାର୍ଯ୍ୟ ଅଟକିବ ନାହିଁ ଏବଂ ସହଯୋଗୀଙ୍କର ସମର୍ଥନ ମଧ୍ୟ ମିଳିବ। ନିଜର ଚାକିରି ସମ୍ବନ୍ଧରେ କାର୍ଯ୍ୟ ଆପଣ ଆଗକୁ ବଢିବା ସହିତ ପ୍ରତିଷ୍ଠା ଲାଭ କରିପାରନ୍ତି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର କିଛି ମତଭେଦ ଆସିପାରେ, କିନ୍ତୁ ମତଭେଦ ଭିତରେ ମଧ୍ୟ ଆପଣଙ୍କର ପ୍ରତିଷ୍ଠା ଲାଭ ଯୋଗ ରହୁଛି। ତତ୍ସହିତ ଆଜି କନ୍ୟା ରାଶି ବ୍ୟକ୍ତିକେ ଯାହାକି ଆପଣଙ୍କର ପ୍ରେମ ଦୁନିଆରେ ଭଲ ସମ୍ପର୍କ ରହିବ। ତତ୍ସହିତ ଆଜି ପରିବାର ବର୍ଗଙ୍କ ସହିତ ଯାହାକି ହସ ଖୁସିରେ ଦିନ କଟିବାର ଶୁଭ ଯୁଗ ପରିସ୍ଥିତି ବନଉଛି। ଆଜି କନ୍ୟା ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ନିଶ୍ଚିତ ଲାଭ କରିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର କିଛି ନୂତନ ବିଜନେସ କରିବା ପାଇଁ ଉତ୍ତମ ଯୁଗ ରହୁଛି। ତତ୍ସହିତ କନ୍ୟା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କିଛି ସ୍ୱାସ୍ଥ୍ୟ ସମସ୍ୟା ରହିପାରେ, ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିଲେ ତାହା ଆପଣଙ୍କର କୌଣସି ସମସ୍ୟା ରହିବ ନାହିଁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ ବ୍ୟବହାର କରିପାରିବେ, ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ଆପଣ ନିଶ୍ଚିତ ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ନିଜର ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ଶତ୍ରୁ ଠାରୁ ଆପଣ ବିଜୟ ହବାର ଅନେକ ଚାନ୍ସ ରହୁଛି। ତତ୍ସହିତ ଆଜି ନିଜର ଦୈନନ୍ଦିନ କାର୍ଯ୍ୟ ତତ୍ସହିତ ଚାକିରି ସମ୍ବନ୍ଧରେ କାର୍ଯ୍ୟ ଆପଣ ସଫଳତା ପାଇବା ସହିତ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ
ସେଥିରେ ନିଶ୍ଚିତ ଶୁଭ କାର୍ଯ୍ୟ ଯୁଗ ବନଉଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଯୋଉମାନେ ଅଛନ୍ତି ସେମାନଙ୍କର ଆଜି ରୋମାଣ୍ଟିକ ପରିବେଶ ସୃଷ୍ଟି କରିବା ସହିତ ପରିବାର ବର୍ଗଙ୍କ ସହିତ ଆଜି ଭଲ ସମ୍ବନ୍ଧ ରହିପାରେ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ସଚେତନ ସହକାରେ କାର୍ଯ୍ୟ କରିବାକୁ ପଡ଼ିବ, ଅଧିକ ପରିଶ୍ରମ କରିବେ। ଅଧିକ ପରିଶ୍ରମ ସତ୍ତ୍ୱେ ମଧ୍ୟ ଆପଣଙ୍କୁ ବିଶେଷ ସଫଳତା ନ ମିଳିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ଆଜି ବିଛା ରାଶି ବ୍ୟକ୍ତି ମାନସିକ ଚିନ୍ତା ବଢ଼ିପାରେ, ଅନେକ କାର୍ଯ୍ୟ ଆପଣଙ୍କୁ ଯାହାକି ଆଶା ଅନୁଯାୟୀ ସଫଳତା ନ ମିଳିପାରେ। ତେଣୁ ଏହା ପ୍ରତି ବିଛା ରାଶି ବ୍ୟକ୍ତି ସଚେତନ ରହିବା ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଯେଉଁମାନେ ଜଡ଼ିତ ଅଛନ୍ତି ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଆଜି ଯଦି ଦୂରତା ଅବଲମ୍ବନ କରିବେ ବା କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରିଲେ ଆପଣଙ୍କ ପାଇଁ ଭଲ ହେବ। ଆଜି ବିଛା ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆପଣଙ୍କର ଆଜି ଭାବପୂର୍ଣ୍ଣ ଅଧିକା ଦେଖାଦେବ ନାହିଁ, ନିଜ ଭିତରେ କିଛି ମନ ଭିତରେ ଅଶାନ୍ତି ସୃଷ୍ଟି ହୋଇପାରେ। ତେଣୁ ଏହା ପ୍ରତି ସଚେତନ ରହିବା ସହିତ ବିଶେଷ କରି ପରିବାର ସମ୍ବନ୍ଧ ପାଇଁ ଭଲ ରଖନ୍ତୁ। ପୁତ୍ର ଏବଂ ସ୍ତ୍ରୀଙ୍କ ସହିତ ଭଲ ସମ୍ବନ୍ଧ ରଖିଲେ ଦିନଟି ଅତି ସୁଖମୟ ଆଡ଼କୁ କଟିବ। ଆଜି ବିଛା ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଆଶା ଅନୁଯାୟୀ ସଫଳତା ନ ପାଇପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ଆଜି ବିଛା ରାଶି ବ୍ୟକ୍ତି ଯେଉଁମାନେ ଦୈନନ୍ଦିନ ବେପାର ବାଣିଜ୍ୟ କରୁଛନ୍ତି ଟିକେ ସତର୍କତା ସହିତ ବୁଦ୍ଧି ପ୍ରୟୋଗ କରି ବେପାର ବାଣିଜ୍ୟ କରନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଟିକେ ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 55% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଭାଗ୍ୟ କିଛି ମାତ୍ରାରେ ଶୁଭ ଯୁଗ ସ୍ଥିତିରେ ରହିଛି। ଅନାବଶ୍ୟକ ଚିନ୍ତା ଠାରୁ ଦୂରତା ଅବଲମ୍ବନ କରନ୍ତୁ। ସଦାବେଳେ ସକାରାତ୍ମକ ଭାବନା ରଖି କାର୍ଯ୍ୟ କରିଲେ କୌଣସି କାର୍ଯ୍ୟ ଆପଣଙ୍କର ବିଫଳତା ହେବ ନାହିଁ, ସମସ୍ତ କାର୍ଯ୍ୟ ସଫଳତା ଆଡ଼କୁ ଅଗ୍ରଗତି କରିବ। ଆଜି ଧନୁ ରାଶି ବ୍ୟକ୍ତି ଚାକିରିରେ ଯେଉଁମାନେ ଜଡ଼ିତ ଅଛନ୍ତି ଅନେକ ପ୍ରକାର ସଫଳତା ସହିତ ନିଜର କାର୍ଯ୍ୟରେ ଆପଣ ପ୍ରତିଷ୍ଠାବାନ ହୋଇପାରନ୍ତି। ତତ୍ସହିତ ଆଜି ଧନୁ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ବ୍ୟକ୍ତିତ୍ୱ ପରିପ୍ରକାଶ ବା ସମାଜ ଆଗରେ ଆପଣ ଜଣେ ସୁପରିଚିତ ବ୍ୟକ୍ତି ରୂପେ ପରିଚିତ ହେବାର ଅନେକ ଚାନ୍ସ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଯାହାକି ବିଶେଷ କରି ପରିବାର ବର୍ଗଙ୍କ ସହିତ ମାତା ପିତା ଏବଂ ନିଜର ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ପର୍କ ରହିବ, ଯାହାକି ହସ ଖୁସିରେ ଦିନ କଟିବାର ସୁଯୋଗ ଦେବ। ଆଜି ଧନୁ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ସେମାନଙ୍କ ପାଇଁ ଆଜି ଉତ୍ତମ ଦିନ ଯୁଗ ବନଉଛି। ଆଜି ଧନୁ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ଆଜି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ ସେଥିରେ କୃତକାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି। ଆଜି ଧନୁ ରାଶି ବ୍ୟକ୍ତି ଟିକେ ମାନସିକ ଚିନ୍ତା ଆପଣ ଦୂରତା ଅବଲମ୍ବନ କରନ୍ତୁ। ଯଦି ମନ ଅସ୍ଥିରତା ରହୁଛି ଟିକେ ସଙ୍ଗୀତ ଏବଂ ପ୍ରବଚନ ଶୁଣିଲେ ଆପଣ ମନ ସ୍ଥିରତା ଆଡ଼କୁ ଅଗ୍ରଗତି କରିବ ଏବଂ କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆପଣଙ୍କର ଭାଗ୍ୟ ଗ୍ରହ ଆଜି ମଧ୍ୟମ ଧରଣରେ ରହିଛି। ତେଣୁ ପ୍ରତ୍ୟେକ କାର୍ଯ୍ୟ ଆପଣ ନିଶ୍ଚିତ ସଚେତନ ସହକାରେ କରିଲେ ସମସ୍ତ କାର୍ଯ୍ୟ ସଫଳତା ରହିବ, କୌଣସି କାର୍ଯ୍ୟ ଅଟକିବ ନାହିଁ, ଆପଣଙ୍କ ଇଚ୍ଛା ଅନୁସାରେ ପୂରଣ ହେବ। ତେବେ ପ୍ରଥମେ ମକର ରାଶି ବ୍ୟକ୍ତି ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ ଏବଂ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ସଫଳତା ଯୁଗ ରହୁଛି। ତତ୍ସହିତ ମକର ରାଶି ବ୍ୟକ୍ତି ଆଜି ଯେଉଁମାନେ ଆପଣଙ୍କର ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି ନିଶ୍ଚିତ ଆପଣ ସଫଳତା ସହିତ ଆନନ୍ଦିତ ରହିବା ସହିତ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ
आपणकर भाग्य शुभ जुग आड़क अग्रगति करुछि। आज मकर राशि व्यक्तिंकर जहाँकि पारिवारिक संपर्क किछि वाद विवाद भितर जड़ित रही पारंती, बंधु वर्गों सहित भल संबंध न रही पारे, तेणु यह प्रति ध्यान देले आपणकर दिनटी अति सुखमय रे कटिबो। तत्सहित मकर राशि व्यक्ति जो माने प्रेम संबंध रे जड़ित अछंती आज टिके दूरता अवलंबन करंतु, जहाँ आपणक पई भल हेबो। आज मकर राशि व्यक्ति व्यापार वाणिज्य रे आपण निश्चित लाभवान होई पारंती, जहाँ आपणक भाग्य चक्र जना पड़ुछि। तत्सहित मकर राशि व्यक्ति आज किंतु कौनसी नूतन बिजनेस करंतु नाही, जहाँ आपणक पई भल हेबो। तत्सहित मकर राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य समस्या किछि रहिबो नाही, जहाँ आपणक भाग्य चक्र जना पड़ुछि। आज मकर राशि व्यक्तिंकर भाग्य संख्या रहिछि जहाँ कि 1, भाग्य रंग रहुछि जहाँ कि आपण सुनेली रंग व्यवहार करि परिबे एवं ग्रह माने आपण को आज 70% साथ दउछंती। एबे चलंतु जानिबा कुंभ राशि व्यक्तिंक विषय। कुंभ राशि व्यक्ति आज समस्त कार्य रे आपण सफलता पाइबा सहित आपणकर भाग्य उदय जुग कहले अतिरिक्ति हेबो नाही। आज गुरुत्वपूर्ण निष्पत्ति नबा पई कुंभ राशि व्यक्तिंकर संपूर्ण भाग्य साथ देउछि। तत्सहित कुंभ राशि व्यक्ति आज चाकरी संबंध कार्य रे निश्चित आपणकर कार्यशैली देखि उपरस्थ कर्मचारी आपणक ऊपर निश्चित प्रशंसा जाहिर करि पारंती। तत्सहित कुंभ राशि व्यक्ति आज राजनीतिक सामाजिक क्षेत्र में आपणकर प्रतिष्ठा लाभ जुग रहुछि। आज कुंभ राशि व्यक्ति इंटरव्यू एग्जाम थिले सेथिरे निश्चित सफलता प्राप्त करिवार उत्तम जुग रहुछि। आज कुंभ राशि व्यक्तिंकर जहाँ कि प्रेम दुनिया रे जो माने जड़ित अछंती निश्चित आज एक उत्तम दिन होई पारे, जहाँ कि आपणकर निज भितर भल संपर्क रहिबा सहित किछि रोमांटिक परिवेश सृष्टि करि पारे एवं परिवार वर्गଙ୍କ सहित आज हस खुशी रे दिन कटिबार उत्तम जुग रहुछि। आज कुंभ राशि व्यक्ति व्यापार वाणिज्य रे अनेक प्रकार लाभ पाइबार पूर्ण सुजोग रहुछि, जहाँ आपणकर राशि चक्र जना पड़ुछि। आज कुंभ राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य समस्या किछि रहिबो नाही, जहाँ आपणकर राशि चक्र जना पड़ुछि। जदि पूर्वरु स्वास्थ्य समस्या थिबो आज निश्चित ताहार स्वास्थ्य समस्या दूरीभूत हेबो। आज कुंभ राशि व्यक्तिंकर भाग्य संख्या रहिछि जहाँ कि 8, भाग्य रंग रहुछि जहाँ कि मिश्रित कला रंग व्यवहार करि परिबे एवं ग्रह माने आपन को आज जहाँ कि 90% साथ दउछंती। एबे चलंतु जानिबा मीन राशि व्यक्तिंक विषय। मीन राशि व्यक्तिंकर आज दिनटी जहाँ कि विशेष भल दिन होई न पारे। आपणकर आज मानसिक स्थिरता न रही पारे एवं एकाग्रता रहिबो नाही, जहाँ पई आपणकर कार्य विफलता आड़कू अग्रगति करि पारे। तेणु मीन राशि व्यक्ति प्रथमे तो मन को स्थिरता आणंतु, सकारात्मक भावना रखंतु, प्रत्येक कार्य करंतु। जदि मन स्थिरता हो नाही तेबे संगीत शुणंतु, प्रवचन शुणंतु किंबा आध्यात्मिक कार्य किछि निज को नियोजित करंतु। देखिबे समस्त कार्य धीरे धीरे आपणकर सफलता आड़कू अग्रगति करि पारे। आज मीन राशि व्यक्ति चाकरी संबंध कार्य रे आपण किछि चापयुक्त होई पारंती, तेणु सतर्कता सहित कार्य करंतु जहाँ आपणक पई भल हेबो। आज मीन राशि व्यक्ति राजनीतिक सामाजिक क्षेत्र में विशेष सफलता न मिली पारे। तत्सहित मीन राशि व्यक्ति जो माने प्रेम संबंध रे जड़ित अछंती निजर प्रियंक सहित भल संबंध रखंतु, कौनसी जुक्ति तर्क किंबा कलह करंतु नाही, जहाँ आपणक प्रेम संबंध भल रहिबो। आज मीन राशि व्यक्तिंकर पारिवारिक संपर्क किछि मात्रा रे जुक्ति तर्क कलह आड़कू जाई पारे, तेणु यह प्रति सावधान रुहंतु जहाँ आपणक पई भल हेबो। तत्सहित मीन राशि व्यक्ति आज अर्थजनित कारोबार रे आपण कौनसी रिस्कफुल कार्य करंतु नाही, जहाँ आपणक पई भल हेबो। जदि रिस्कफुल कार्य करूछंती ताहाले अनेक प्रकार धनहानि जुग रहुची, तेणु यह प्रति सावधान रुहंतु। आज मीन राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य प्राय तो ठीक रहिबो, जहाँ आपणक भाग्य चक्र जना पड़ुछि, किंतु मानसिक स्तर रे आपण अस्थिरता आड़कू अग्रगति करि पारंती, तेणु यह प्रति सावधान रुहंतु। आज मीन राशि व्यक्तिंकर भाग्य संख्या रहिछि जहाँ कि 6, भाग्य रंग रहुछि जहाँ कि आपण मिश्रित नील रंग व्यवहार करि परिबे एवं ग्रह माने आपण को आज जहाँ कि 45% साथ दउछंती। ओम विष्णवे नमः। नमस्कार।